ଜମି ବିବାଦକୁ ନେଇ ତିକ୍ତତା ଥାନାରେ ଏତଲା ଦେଲେ ଅଭିଯୋଗକାରୀ। ବିଞ୍ଝାରପୁର ବ୍ଲକ ସ୍ଥିତ ଓଳେଇ ଚନ୍ଦନପୁରର ବାସିନ୍ଦା ଶ୍ରୀ ସୁଧାଂଶୁ ମଳିକ ପିତା ଦିବାକର ମଳିକଙ୍କ ସିଂହପୁର ସ୍ଥିତ ଘରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ ମାରିବାର ଧମକ ଦେଇଛନ୍ତି। ଖବର ମୁତାବକ ସିଂହପୁର ବାସିନ୍ଦା ସଞ୍ଜୀବ ଦାସ କିଛି ଗୁଣ୍ଡାକୁ ଧରି ଏହିଭଳି କାର୍ଯ୍ୟ କରିଅଛନ୍ତି। ଏହାକୁ ନେଇ ଅଭିଯୁକ୍ତ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୁଧାଂଶୁ ମଲ୍ଲିକ ଗ୍ରାମ ଓଳେଇ ଚନ୍ଦନପୁର। ଆଚ୍ଛା, ଏମିତି କ'ଣ ହେଇଛି ଯାହାଫଳରେ ଆପଣ ଆଜି ଦ୍ୱନ୍ଦ୍ୱ ଭିତରେ ପଡ଼ିଛନ୍ତି? ଆଇନକୁ ହାତକୁ ନେବାକୁ ବି ସାଧାରଣ ପଛଉନାହାନ୍ତି, କ'ଣ ହେଇଛି ଆପଣଙ୍କର? ଆଜ୍ଞା, ମୁଁ ଗୋଟେ ଜମିଟେ କିଣିଥିଲି ସିଂହପୁର ମୌଜାରେ। ସିଂହପୁର ମୌଜାରେ କିଣିଲା ପରେ ମୁଁ ଘର କରିବା ପୂର୍ବରୁ ଭାବିଲି ଡିମାର୍କେସନ୍ଟା ଜରୁରୀ, କାହିଁକିନା ବାଇଚାନ୍ସ କାହା ଜାଗା ଉପରେ ମୁଁ ଘର କରିଦେବି, ସେ ଭୁଲ ଭାଲ ନ ହେବା ପାଇଁ ମୁଁ ଡିମାର୍କେସନ୍ ପ୍ରୋସେସ୍କୁ ଯାଇଥିଲି। ଡିମାର୍କେସନ୍ ପ୍ରୋସେସ୍କୁ ଗଲା ପରେ ସେଠୁ ଏମାନେ କ'ଣ କଲେ, ତହସିଲଦାର ଯେଉଁ ସୁଧାଂଶୁ ଶେଖର ସାହୁ ଥିଲେ ତାଙ୍କ ପଇସା ପତ୍ର ଦେଲେ, ମାପ କରାଇଦେଲେ ନାହିଁ। ତାକୁ ମୁଁ ସେ ରିଟାୟାର୍ଡ଼ ହେଲା ପରେ ତାପରେ ମୁଁ ଆମର ପ୍ରଦୀପ୍ତ କୁମାର ସେଠି ଥିଲେ, ତାଙ୍କୁ ବହୁତ ଚେଷ୍ଟା କଲା ପରେ ମାପିଲେ ନାହିଁ। ବାଧ୍ୟ ହୋଇକି ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲି। ହାଇକୋର୍ଟ ଆମ କଥାକୁ ଶୁଣି ଅର୍ଡ଼ର ଦେଲେ। ଅର୍ଡ଼ର ଦେଲା ପରେ ମୁଁ ମାପ କାର୍ଯ୍ୟ ବି କଲେ ନାହିଁ, ସେ ପୁଣି ପଇସା ଖାଇକି ଶୋଇଲେ। ତାପରେ ମୁଁ ସବ୍ କଲେକ୍ଟର ପାଖକୁ ଗଲି କଣ୍ଟେଣ୍ଟ କେସ୍ କରିକି। କଣ୍ଟେଣ୍ଟ କେସ୍ କଲା ପରେ ସବ୍ କଲେକ୍ଟର ଅର୍ଡ଼ର କରିଦେଲେ ତହସିଲଦାରକୁ। ସେ ବାଧ୍ୟ ହୋଇ ମାପ କଲେ। ମାପ କରିବା ପରେ ପୋଲିସ ପ୍ରଶାସନ ରହିଲା, ଏଠି ଆର୍ଆଇ ରହିଲେ, ଅମିନ ରହିଲେ, ଗାଁର ଭଦ୍ରଲୋକମାନେ ରହିଲେ, ଆଉ ଉଭୟ ପକ୍ଷ ରହିଲେ। ସମସ୍ତଙ୍କ ସାମ୍ନାରେ ମାପ ଶେଷ ହେଲା। ଆଉ ସମସ୍ତ ସାମ୍ନାରେ ଆମ ପାଖରେ ଭିଡ଼ିଓ ଅଛି, ଆଉ ଫଟୋ ବି ମଧ୍ୟ ଅଛି। ସମସ୍ତଙ୍କ ସାମ୍ନାରେ ଚିହ୍ନ ଦିଆଗଲା କାହାର ଜାଗା କେଉଁଠି। ଆମର ସେତେବେଳେ ଲେବର ଅସୁବିଧାରୁ ମୁଁ ସେଠି ପୋତି ପାରିନଥିଲି ଖୁଣ୍ଟ। ମୋତେ ସାର୍ଟିଫାଇ କରି ପାଇଲା ପରେ ମୋତେ କହିଲେ କି ତୁମେ ପୋତି ଦିଅ। ଆମେ ପୋତିବାକୁ ଗଲାବେଳକୁ ଇଏ କ'ଣ କରୁଛି ନା, ମୋତେ ମୋ ଖୁଣ୍ଟଟା ପୋତେଇ ଦେଉ ନାହିଁ। କହୁଛି ମୁଁ ଏ ଆଇନ କାନୁନକୁ କିଛି ମାନେ ନା, ମୁଁ କିଛି ଜାଣେ ନା। ଆଉ ମୁଁ ଯେଉଁଠି ପୋତି ଦେଇଛି ମୋର ସେଇଠି, ମୁଁ ଏଠି କେଉଁ ପୋଲିସକୁ ଡାକିବ, ମୁଁ ପୋଲିସକୁ ପଇସା ଦେଇ କିଣିବି। ତୁମେ କ'ଣ କରିବ? କିଛି କରିପାରିବନି। ତୁମେ ମୋର କିଛି ବିଗାଡ଼ି ପାରିବନି। ଦରକାର ପଡ଼ିଲେ ଗୁଣ୍ଡା ଲାଗି ତୁମ ମର୍ଡ଼ର କରିବୁ, ତୁମ ପରିବାରକୁ ଉଡ଼େଇ ଦେବୁ ହେଲା। ଆଉ ଏ କହୁଛି ମୁଁ କାଲି ରାତିରେ କ'ଣ କରିଛନ୍ତି ନା, ମୋର ସବୁ ଜିନିଷକୁ ଟେକିକି ଉଠେଇକି ନେଇଯାଇଛନ୍ତି। ମୁଁ ଥାନାକୁ ଫୋନ୍ କରିଥିଲି, ଥାନା ବାଲା କିଛି ବୁଝୁନାହାନ୍ତି। ବର୍ତ୍ତମାନ ଆଜି 2ଟା ଖଣ୍ଡ ବେଳେ କେଉଁଠୁ ଗୁଣ୍ଡା ଡାକି ଆଣିଲେ, ପୁରା ଚାରିଆଡ଼ୁ ଗୁଣ୍ଡା ଡାକିକି ଆଣିଛନ୍ତି। ମୋ ଘର ଉପରେ ଆକ୍ରମଣ କରିଛନ୍ତି। ଆଉ ପୁରା ସ୍ତ୍ରୀ ଲୋକ କେଉଁଠି ମାଆଶଳାରୁ କେଉଁଠି ଜରିରୁ ବହୁତ ଜାଗାରୁ ସବୁ ଗୁଣ୍ଡା ଡାକିକି ଆଣିକି ବର୍ତ୍ତମାନ ମୋତେ ମୁଁ ପୁରା ଛାନିଆରେ ଅଛି। ଏମାନେ କେବେ ବି ମୋତେ ମର୍ଡ଼ର କରିଦେଇ ପାରନ୍ତି। କାହିଁକି ନା ଏମାନେ ପଇସାବାଲା, ଏମାନେ ଆଇନକୁ କିଣୁଛନ୍ତି। ଆଉ ଏମାନେ ସମସ୍ତ ପୋଲିସ ବାଲା ଯିଏ ଆସୁଛନ୍ତି ତାଙ୍କୁ ପଇସା ଦେଇ ଏମାନେ ତାଙ୍କ ମଦ ପିଇ ମାତାଲକ ରଖିକି ମୋର ଏଠି ଜମିକି ଦଖଲ କରି ଦେଉନାହାନ୍ତି। କାଲି ଜୁଆନ ସାହେବ ଆଇଥିଲେ, ତାଙ୍କ ସାମ୍ନାରେ ଏଠି ମୋ ପ୍ଲେୟରକୁ ଭଙ୍ଗାଗଲା। କିନ୍ତୁ ସେ କିଛି ଅବଜେକ୍ସନ୍ କଲେ ନାହିଁ। ଯଦି ପୋଲିସର କାର୍ଯ୍ୟକଳାପ ଏଇଭଳି ରୁହେ ତାହେଲେ ଏଠି ଗୁଣ୍ଡାର ରାଜ ଚାଲିବ। ଆଉ ଆଇଆଇସି ମଧ୍ୟ ଏଠିକି ଶୁଣୁନାହାନ୍ତି। ମୁଁ ଆଜି ଏଫଆଇଆର ଦେଇକି ଆସିଛି। ମୁଁ ଏସ୍ପିକି ମଧ୍ୟ ଚିଠି କରିଛି, କିନ୍ତୁ ଏ ପର୍ଯ୍ୟନ୍ତ ମୋର କିଛି ରିପ୍ଲାଏ ପାଇନି। ଆଉ ମୁଁ ଆଜି ମୋ ପରିବାରକୁ ଆକ୍ରମଣ କରାଯାଇଛି। ମୁଁ ଭୟଭୀତ ହୋଇକି ଥାନାକୁ ଯାଇଥିଲି, ନାୟକ ସାର୍ଙ୍କୁ ମୁଁ ଦେଇକି ଆସିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ କୌଣସି ସୁଫଳ ମିଳିବ ବୋଲିକି ଆଶା ଭାବୁଛି ହେବ କି ନାହିଁ। ଆଉ ଯଦି ଏମିତି ପ୍ରଶାସନ ଯଦି ଗରିବ ଗୁରୁବାଙ୍କୁ ଯଦି ନ୍ୟାୟ ନ ଦେଇପାରିବେ, ପୋଲିସ ବ୍ୟବସ୍ଥା କ'ଣ ପାଇଁ ବନା ହେଇଛି, କାହା ପାଇଁ ବନା ହେଇଛି? କ'ଣ ଏଠି ଗୁଣ୍ଡାରାଜ ଯିଏ ମଦ ପାଣି ଦେବ ସେମାନେ ପୋଲିସ ତାଙ୍କର? ଆଜ୍ଞା। ଆଚ୍ଛା, ଏଇ ଯେଉଁ ଭୟଭୀତ ଅଛନ୍ତି, ଏଇ ଯେଉଁ କରୁଛନ୍ତି ଏଇ ଲୋକ କିଏ ଆପଣ? ଆଜ୍ଞା, ମୁଁ ତାଙ୍କୁ ଚିହ୍ନିନି ଜାଣିନି। ଏ ଯେଉଁ ଆମ ପାଖ ଲୋକ ଯେଉଁ ଅଛନ୍ତି, ସଞ୍ଜୀବ କୁମାର ଦାସ ଆଉ ସତ୍ୟଜିତ ସବ୍ୟସାଚୀ, 3 ଭାଇ ମିଶି ମୋ ଜମିକୁ ଦଖଲ କରିଛନ୍ତି। ମୁଁ ମାପ ପରେ ମଧ୍ୟ ସେ ଛାଡ଼ୁନାହାନ୍ତି। ନ ଛାଡ଼ି ସେ ଗୁଣ୍ଡା ଆଣିକି ମୋତେ ଧମକ ଦେଉଛନ୍ତି, ଆଉ ଥରେ ପଶୁଛି ତୋତେ ମର୍ଡ଼ର କରିବୁ, ତୁ ଗୋଟେ ଦଳିତ ଜାତି, ମୋ ଜାତିବାଦୀ ନେଇକି ମୋତେ ଘିଣା ବାଣ ବି ଦେଉଛନ୍ତି। ମୁଁ ତା'ର ବିଷୟରେ 1 ତାରିଖରେ କମ୍ପ୍ଲେନ୍ କରିଥିଲେ ମଧ୍ୟ ମୋର କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ପୋଲିସ ବାଲା। ମୁଁ କ'ଣ କରିବି ଆଜ୍ଞା? କ'ଣ ମର୍ଡ଼ର ହେଲା ପରେ କ'ଣ କି ମୋତେ ମାରି ସାରିଲା ପରେ କ'ଣ ଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା କ'ଣ? ମୁଁ ବୁଝିପାରୁନି। ମୋତେ କହୁଛନ୍ତି ସେ ଜୁଆନ ସାହେବ କହିଲେ କେସ୍ ହେବନି, ଏଠି ସିଭିଲ୍ ଡିସ୍ପ୍ୟୁଟ୍। ମୁଁ ଆଜ୍ଞା ମୋତେ ଘିଣା ବାଣ ଦେଇକି ମୋତେ ଆକ୍ରମଣ କରାହେଉଛି। କାଲି ମୋ ଜିନିଷ ଗୁଡ଼ା ସବୁ ଉଠେଇକି ନେଇଗଲେ। କ'ଣ କେବେ ହେବ ଏଟା ଆକ୍ସନ୍ କେବେ ହେବ? ଆଚ୍ଛା, ଯେତେବେଳେ ଆପଣଙ୍କୁ ଆଇନର ଦ୍ୱାରସ୍ଥ ହେଇଥିଲେ, ଆପଣଙ୍କୁ ସେତେବେଳେ ଚିହ୍ନଟ ପ୍ରକ୍ରିୟା କରାଯାଇଥିଲା ନା? ଉଭୟ ପକ୍ଷରେ ଆପଣ ଥିଲେ? ଉଭୟ ପକ୍ଷ ଉପସ୍ଥିତିରେ ହେଇଥିଲା। ଥାନା ବର୍ତ୍ତମାନ ଏଟାକୁ ଫାଙ୍କିବାର କ'ଣ କାରଣ ଆପଣ ଭାବୁଛନ୍ତି କି ତାଙ୍କର ଗୁଣ୍ଡାରାଜ ପଇସା ଅଛି, ସେମାନେ ଆଇନ କାନୁନକୁ କିଣି ପାରୁଛନ୍ତି। ଯେଉଁ ପୋଲିସ ଆଉଛନ୍ତି ତାଙ୍କୁ ପଇସା ଧରି ଦେଉଛନ୍ତି, ସେ ଚୁପକିନି ପଳାଉଛନ୍ତି, ଆମ କଥା କିଛି ଶୁଣୁନାହାନ୍ତି। ଏଇ ଦେଉଛି ବ୍ୟବସ୍ଥା। ଆଉ ଆମେ ଗରିବ ଲୋକମାନେ ଆଇନର କିଛି ଆଇନ ଆମ ପାଇଁ ନୁହେଁ। ଯେଉଁମାନେ ପଇସା ଅଛି ସେଇମାନେ ଆଇନ ତାଙ୍କର, ସେଇମାନେ ହିଁ ସବୁ କିଛି କରିପାରିବେ।
आम कि आज्ञा ये मोहन सरकार कहले जीरो टॉलरेट आज्ञा टॉलरेट तो ये आमको करा पड़ी गरीब को सरकार कहीं आम चेंज करूँ ये गुंडारा चलिए। अच्छा शुणुले जड़े भाई आपण नाटा कौन कही सुधांशु मल्लिक जड़े कि प्रशासनिक द्वारस्थ होती जहाँफल जमी बाबद विवाद को नहीं जे प्रक्रियाटी थिला जहाँफल आईन अनुजाई एठी चिन्हट प्रक्रिया होता जहाँफल खोलाम खोला आईन को अमान्य करिथवा जे कि भाई कहिवार कथा आईन को खोलाम खोला उल्लंघन करा जाउची जहाँफल प्रशासनिक जितेबाला जोटी चिन्हट प्रक्रिया करा जाइथिला ताहा मध्य वर्तमान से रकम होगी रही जहाँफल वर्तमान एक प्रकार द्वंद्व भितर भाई जनक पढ़ी तेणु आईन सहारा निहाई देखा जाऊ आईन तांकु कौन प्रतिश्रुति दौरान आ किभली तांकु न्याय विचार करा जाउछु आईन विचार अनुसार ये कोर्टर ऊर्ध्वे किसी लोकंकर पतिआरिया लगुच यदि राजनीतिर गंध लगुच एप्रति प्रशासन टिके नजर देवार आवश्यकता रही कहीं आगामी किसी अघटन एमती न घटू जहाँफल प्रशासन एप्रति टिके सावधान बरसिबार आवश्यकता अच्छी। देखिपे यही प्लॉटटी उपरे समस्या भित्तिक चली संपूर्ण देखुवे से भाई देखौचंती कि तांको प्लॉट्रे किभली टिके समस्या भित्तिक चली खुंटा भांगी तांकर प्रशासनिक अनुजाई एठी कहिवार कथा जे खुंट मध्य कोर्ट ऑर्डर देइथिला हाईकोर्ट ऑर्डर अनुसार से तांको कार्य करचंती किंतु हाईकोर्टर ऊर्ध्वे किछि लोकंक प्रभावशाली रे वर्तमान एरकम गोटे समस्या उपजुची जहाँफल प्रशासन एप्रति निहाती हस्तक्षेपर आवश्यकता रही नहले हुए तो किसी गोटे अघटन घटी पारे। मतलब मु कहबार कारण कि आम जमीबाड़ी आमर केस चलता आमर प्राइवेट गाँव से कहले कि प्राइवेट अमीन आसब माप हम हो सारापर आरआई अमीन पुलिस सब देखिए आमको चिन्हट करदे गले करदे सारापर आमको कहले ये आपण पोतबे आमे पोतबारू तांकर विरोध कले करू 10-20 जन गुंडा आणिकी आमको मारिबा को आक्रमण कले जेहेतु कले मु प्रशासन को एतिक निवेदन करुछि कि आमको सुरक्षित दियंतु। अच्छा माने केते लोक खंड आस्तिले आपण पूरा भय भीतर अछंती केते लोक खंड आस्तिले 40-50 जन तांकर आस्तिले गाली गुलज करचंती आज्ञा बहुत गाली गुलज करचंती आपण भी देखि पारिबे सी भी मतलब हानिबा को भी उचैचंती देखि पारिबे आपण कोदाल धरचंती हानिया पई आउ कोन करचंती हमारे कोदाल धरचंती बहुत हानिया पई आईन तो दिया ठीक है आईन एपटू आईन अरे कथा मु एतिकी प्रशासन को कहूँ आमको सुरक्षित दिंतु जेहेतु काली राति से चोरी कर आमको भी धमक देती मो स्वामी की मते कि आम दुकान जेहेतु मतलब सामान अच्छी से कहते कि आम निआ नकई देमु आमको धमक देती भी है से कहते बम पकईकि तुमको सब जलईदेमु मुझे प्रशासन को कहती आमको न्याय मिलू आम जमी भी आमको दखल दिंतु।